ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ଆମେ ପାଉଛୁ। ପ୍ରଭୁ ପ୍ରତିଦିନ ସେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ହେ ଯୁବକମାନେ ପରିଶ୍ରମ କରନ୍ତୁ। ହେ ଯୁବକମାନେ ପରିଶ୍ରମ କରନ୍ତୁ। ପ୍ରିୟମାନେ, ଆମେ ଏହି ପ୍ରକାର ଗୋଟେ ସମୟରେ ଆମେ ବାସ କରୁଛୁ, ଯେଉଁ ସମୟରେ କି ଦିନକୁ ଦିନ ଲୋକମାନେ ଅଳସୁଆ ହେଇଯାଉଛନ୍ତି। ବାଇବଲର ଗୋଟେ ପଦ ମୁଁ ଆପଣମାନଙ୍କୁ ପଢ଼ି ଶୁଣାଇବା ପାଇଁ ଚାହେଁ। ଆଦି ପୁସ୍ତକ 2 ଅଧ୍ୟାୟର 15 ପଦ। ପୁଣି ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ଏହି ପଦଟା ଆପଣମାନେ ଅନେକ ଥର ପଢ଼ିଥିବେ। ଆଉ ଏହି ପଦରେ ଆମମାନଙ୍କୁ ଦେଖାଯାଏ ଯେ ପରମେଶ୍ୱର ଆଦମକୁ ସ୍ତ୍ରୀ ଦେବା ପୂର୍ବରୁ ସେ ପ୍ରଥମେ ଜବ୍ ଦେଲେ, ପ୍ରଥମେ ଚାକିରି ଦେଲେ, ପ୍ରଥମେ ପରିଶ୍ରମ କରିବା ପାଇଁ କହିଲେ। ସେଥିପାଇଁ ଆମେ ଝିଅ ପୁଅ ପ୍ରେମ ଏସବୁ ପଛରେ ନ ଯାଇ ପ୍ରଥମରେ ଆମେ ପରିଶ୍ରମ କରିବାର ଆବଶ୍ୟକ ରହିଅଛି। କାରଣ ବାଇବଲ କହେ, ହେ ଯୁବକମାନେ ତୁମେ ପରିଶ୍ରମ କର। ପ୍ରଥମରେ ସ୍ତ୍ରୀ ନାହିଁ, ପ୍ରଥମରେ ଚାକିରି ଦରକାର, ପ୍ରଥମେ ପଇସା କମେଇବାଟା ଦରକାର, ତା ପଛେ ଯାଇକିନା ପ୍ରେମ କରିବ, ତା ପଛେ ତୁମେ ବାହା ହେବ। ପ୍ରିୟମାନେ, ଏଇଟା ରହିଛି ପ୍ରଥମ ବିଷୟ। ଆଜି ସେଇଟାକୁ ଛାଡ଼ି, ପରିଶ୍ରମକୁ ଛାଡ଼ି ଆଜିର ଯୁବକମାନେ ସେମାନେ ପ୍ରେମ କରିବାକୁ ପ୍ରଥମେ ଇଚ୍ଛା କରୁଛନ୍ତି। ପ୍ରଥମେ ପରିଶ୍ରମ କର, ପ୍ରଥମେ ଚାକିରି କର, ବିଜନେସ୍ କର, ଦୁଇ ପଇସା କମାଅ, ତାହା ପଛେ ତୁମେ ବାହାଘର ଚିନ୍ତା କରିବ, ପ୍ରେମ ଚିନ୍ତା କରିବ। ମାତ୍ର ସେଇ ପ୍ରକାର ଆଜିକାଲି ହେଇପାରୁନାହିଁ। ସ୍ୱର୍ଗର ପରମେଶ୍ୱର ପ୍ରଥମରେ ଆଦମକୁ ସେ ହବା ଦେଲେ ନାହିଁ। ପ୍ରଥମେ ସେ କାମ ଦେଲେ। ପ୍ରଥମେ କାମ କରିବା, ତା ପଛେ ଦୁଇ ପଇସା ରୋଜଗାର କଲା ପରେ ସେ ଯେଉଁ ସମୟରେ ବାହାଘର କରାଇବେ, ସେଇ ସମୟରେ ତୁମର ପରିବାରର ତୁମେ ଭରଣ ପୋଷଣ କରିପାରିବ। ସେଥିପାଇଁ ଅଳସୁଆ ନ ହେଇ ଆଜି ଅନେକ ଜଣ ସେମାନେ ଅଳସୁଆ ହେବା ପାଇଁ ଶିଖୁଅଛନ୍ତି। ସେମାନେ କାମଧନ୍ଦା କିଛି ନାହିଁ, ମା ବାପାଙ୍କ ପଇସା ଖାଇ, ମା ବାପାଙ୍କୁ ଡରା ବିଡ୍ରା କରି, ଭଲ ଗାଡ଼ି ଭଲ ଡ୍ରେସ୍ ପଟା ପିନ୍ଧି ଅଳସୁଆ ହେଇ ଘରେ ମୋବାଇଲ ଚଲେଇ ଚଲେଇ ବସି ରହୁଛନ୍ତି। କେତେବେଳେ ଲ୍ୟାପଟପ୍ରେ ତ କେତେବେଳେ ମୋବାଇଲରେ, ଆଉ ଗାଡ଼ି ଧରି ଏଇ ସ୍କୁଲ ଏଇ କଲେଜକୁ ସେମାନେ ବୁଲୁଛନ୍ତି। ପ୍ରିୟମାନେ, ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଶିଖାଏ ନାହିଁ ସେସବୁ ବିଷୟ। ସେଥିପାଇଁ ମୁଁ ଆଜିର ଏହି ସନ୍ଦେଶ ଦ୍ୱାରା ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନଙ୍କୁ କୌଣସି ପ୍ରକାର ଗାଳି ନୁହେଁ, ମାତ୍ର ବାଇବଲରେ ଯାହା ଲେଖା ହେଇଛି ତାହା କହେ, ପ୍ରଥମରେ ତୁମେ ଷ୍ଟଡି କର, ଜବ୍ କର, ତାପରେ ଯାଇ ତୁମେ ସ୍ତ୍ରୀ ପାଇବ, ବାହାଘର ହେବ, ତୁମର ପୁଅ ଝିଅ ହେବ, ପ୍ରେମ କରିବ, ସେ ପଛ କଥା। ବାଇବଲର ଅର୍ଡ଼ର ଅନୁସାରେ ଆମମାନଙ୍କୁ କାମ କରିବାର ଆବଶ୍ୟକ ରହିଅଛି। ସେଥିପାଇଁ ପ୍ରଥମରେ ପରିଶ୍ରମ କରିବାକୁ ଶିଖନ୍ତୁ। ଯଦି ଆମେ ପରିଶ୍ରମ କରିବା, ଜବ୍ କରିବା, ଦୁଇ ପଇସା ରୋଜଗାର କରିବା, ତାହେଲେ ଅନେକ ଜଣ ଆମ ସହିତ ବାହା ହେବା ପାଇଁ, ଆମକୁ ଝିଅ ଦେବା ପାଇଁ ସେମାନେ ଇଚ୍ଛା କରିବେ। ମାତ୍ର ଆଜିକାଲି ସେସବୁ ବିଷୟ ଗୁଡ଼ିକ ଆମେ ଦେଖିପାରୁନାହୁଁ। ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ, ହିତୋପଦେଶ 22 ଅଧ୍ୟାୟର 29 ପଦରେ, ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ, ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ, ସେ ନୀଚ ଲୋକମାନଙ୍କ ଆଗରେ ଠିଆ ହେବ ନାହିଁ। ଆଜି କୌଣସି ଲୋକମାନଙ୍କୁ ତାଙ୍କ କାର୍ଯ୍ୟରେ ଆମେ ତତ୍ପର ଦେଖୁନୁ। ଆଜି ମୋବାଇଲରେ, ଲ୍ୟାପଟପ୍ରେ, ବିଭିନ୍ନ ପ୍ରକାର ସୋସିଆଲ ମିଡ଼ିଆରେ ଯୁବକମାନେ ଫସିକିନା ଅଛନ୍ତି। ଏହି ସବୁ ଗୁଡ଼ିକ ଆମର ଯୁବା ଯୁବତୀମାନଙ୍କୁ ଅଳସୁଆ କରୁଛି। ସେମାନଙ୍କର ଇନକମ୍, ସେମାନଙ୍କର କ୍ୟାରିୟରକୁ ନଷ୍ଟ କରୁଛି। ଦେଖନ୍ତୁ, ଘର କାମରେ ମା ବାପାଙ୍କୁ ସାହାଯ୍ୟ ନୁହେଁ କରିପାରୁନାହାନ୍ତି, ନା କୌଣସି ପ୍ରକାର ଦୁଇ ପଇସା ରୋଜଗାର କରୁଛନ୍ତି।
ମାତ୍ର ଅଳସୁଆ ହେଇକିନା ପଡ଼ୁଛନ୍ତି। ଏଇ ଯେଉଁ ସୋସିଆଲ ମିଡ଼ିଆରେ ଯେଉଁମାନଙ୍କର ପୋଷ୍ଟ ଗୁଡ଼ିକ ଆପଣ ଦେଖୁଛନ୍ତି ବସି ବସି, ସେମାନେ ପଇସା ରୋଜଗାର କରୁଛନ୍ତି। ଆପଣ କ'ଣ କରୁଛନ୍ତି? ଆପଣ ଡାଟା ଖର୍ଚ୍ଚ କରି, ସମୟକୁ ନଷ୍ଟ କରି ଏସବୁ ବିଷୟ ଦେଖୁଛନ୍ତି। ଆମକୁ ପରିଶ୍ରମ କରିବାର ଅଛି। ପରମେଶ୍ୱର ସେ 6 ଦିନ କାମ କରିବା ପାଇଁ ଆଉ ଗୋଟିଏ ଦିନ ବିଶ୍ରାମ କରିବା ପାଇଁ ଦେଲେ। ଆଜି ଉଲ୍ଟା ଗୋଟେ ଦିନ କାମ କରୁଛନ୍ତି, 6 ଦିନ ବିଶ୍ରାମ କରୁଛନ୍ତି। ତାହେଲେ କି ପ୍ରକାର ହେବ? ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ, ଯଦି ଆମେ ପଢ଼ିବା ହିତୋପଦେଶ ଏହାର 6 ଅଧ୍ୟାୟ, ଏ ଲେଖାଯାଉଛି, ହେ ଅଳସୁଆ, ତୁମେ ପିମ୍ପୁଡ଼ି ପାଖକୁ ଯାଇ ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ। ତାହାର ବିଚାରକର୍ତ୍ତା କି ଅଧ୍ୟକ୍ଷ କି ପ୍ରଭୁ କେହି ନଥିଲେ ହେଁ ସେ ଗ୍ରୀଷ୍ମ କାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ, ପୁଣି ଫସଲ ସମୟରେ ଆହାର ସଞ୍ଚୟ କରଇ। ହେ ଅଳସୁଆ, ତୁମେ କେତେ କାଳ ଶୋଇ ରହିବ? ତୁମେ କେତେ କାଳ ନିଦ୍ରା ଭାଙ୍ଗି ଉଠିବ? ଆଜି ପ୍ରଭୁ ଏହା କହିବା ପାଇଁ ଚାହୁଁଛନ୍ତି, ତୁମେ କେଉଁ କାମ ଆଗରେ କରିବାର ଆବଶ୍ୟକ ରହିଅଛି? ପରିଶ୍ରମ କରିବାର ଅଛି। ପ୍ରତ୍ୟେକ ଯୁବା ଯୁବତୀମାନଙ୍କୁ ବାଇବଲ କହେ, ପରିଶ୍ରମୀ ହୁଅ, ଅଳସୁଆ ହେବାଟା ଶିଖ ନାହିଁ। ଘରେ 7ଟା 8ଟା 9ଟା, ଆଜିକାଲିର ଯୁବା ଯୁବତୀମାନେ ସେମାନେ ଅନେକ ଦିନ ହେଲା ସୂର୍ଯ୍ୟ ଉଦୟ ହେବାଟା ଦେଖିପାରୁନାହାନ୍ତି। ସୂର୍ଯ୍ୟ ଉଦୟ ହେଇ ଲୋକମାନେ ସବୁ କାମ କରିବା ସମୟରେ ମଧ୍ୟ ଶୋଇକିନା ପଡ଼ିକିନା ରହୁଛନ୍ତି। ପରିଶ୍ରମ କରନ୍ତୁ ଯୁବା ଯୁବତୀମାନେ, ଆପଣଙ୍କର ହାତର କାମ ଛାଡ଼ି ଆପଣ ପରିଶ୍ରମ କରନ୍ତୁ। 2ଟା ହାତରେ ମୋବାଇଲ ଚଲାଇବାଟା କେବଳ ଶିଖନ୍ତୁ ତାହା ନୁହେଁ, ପରିଶ୍ରମ କରିବାର ଆବଶ୍ୟକ ରହିଅଛି। ଲେଖାଯାଉଛି, ହେ ଅଳସୁଆ, ତୁମେ କେତେ କାଳ ଶୋଇ ରହିବ? ତୁମେ କେତେ କାଳ ନିଦ୍ରା ଭାଙ୍ଗି ଉଠିବ? କେତେ କାଳ ମା ବାପାଙ୍କର ଖାଇ ରହିବ? ନିଜର ଖର୍ଚ୍ଚ ନିଜେ ମଧ୍ୟ କମେଇବାଟା ଶିଖିବାର ଆବଶ୍ୟକ ରହିଅଛି। ମାତ୍ର ସେ ସବୁ ଛାଡ଼ି ସେମାନେ ଏଇ ପ୍ରେମ ପାଗଳ ହେଇ ସେମାନଙ୍କ ପାଠ ଗଲା, ସେମାନଙ୍କ କ୍ୟାରିୟର ଗଲା, ଆଉ ସେମାନଙ୍କର ବିଜନେସ୍ ଗଲା, ଜବ୍ ଗଲା। ପରିଶ୍ରମ କରନ୍ତୁ। ପ୍ରେମ କରିବାଟା ମନା ନୁହେଁ, ବାହା ହେବାଟା ମନା ନୁହେଁ, ସ୍ତ୍ରୀ ପାଇବାଟା ମନା ନୁହେଁ, ମାତ୍ର ପରିଶ୍ରମ କରିବାର ଶିଖିବାର ଅଛି। ପରମେଶ୍ୱର ପ୍ରଥମେ ସ୍ତ୍ରୀ ଦେଇନାହାନ୍ତି। ସେଥିପାଇଁ ଏତିକି ମନେ ରଖନ୍ତୁ, ପ୍ରଥମେ ପ୍ରେମ 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 ଏ ପଛରେ ନ ଯାଆନ୍ତୁ। ପ୍ରଥମେ ପରିଶ୍ରମ କରନ୍ତୁ। ଆପଣଙ୍କ ଷ୍ଟଡି କରୁଛନ୍ତି, ହାର୍ଡ଼ୱାର୍କ କରନ୍ତୁ। ଆପଣ ଯଦି କୌଣସି ପ୍ରକାର ଜବ୍ କରୁଛନ୍ତି, ହାର୍ଡ଼ୱାର୍କ କରନ୍ତୁ। ବିଜନେସ୍ କରୁଛନ୍ତି, ହାର୍ଡ଼ୱାର୍କ କରନ୍ତୁ। ଅଳସୁଆ ପରି ହେଇ ଶୋଇ ରହିଥିବେ, କେବେ ଉଠିବେ? ଯଦି ଆପଣ ସେ ପ୍ରକାର ଶୋଇ ରହିଥିବେ, ଟିକିଏ ଶୋଇଲେ ଆଉ ଟିକିଏ ଘୁମାଇଲେ ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ି ମୋଡ଼ି ହେଲେ ତୁମର ଦରିଦ୍ର ଅବସ୍ଥା। କାହାର ଦରିଦ୍ର ଅବସ୍ଥା? ତୁମର ଦରିଦ୍ର ଅବସ୍ଥା ଖଣ୍ଟ ପରି, ପୁଣି ତୁମର ଦୀନତା ଶୋଷଜ ଲୋକ ପରି ଉପସ୍ଥିତ ହେବ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ପରିଶ୍ରମୀ ପରମେଶ୍ୱର, ସେ ଅଳସୁଆ ପରମେଶ୍ୱର ସେ ନୁହନ୍ତି। ଆଜି ମଧ୍ୟ ସେ କାମ କରୁଅଛନ୍ତି। ସେ କାମ କରିବା ପରମେଶ୍ୱର ସେ ଅଟନ୍ତି। ଆମେ ତାଙ୍କର ପୁଅ ଝିଅ ଅଟୁ। ଆମେ ଏବେ ପରମେଶ୍ୱର ଯେଉଁ ଅର୍ଡ଼ର ଦେଇଛନ୍ତି, ଆମେ ସେ ଅର୍ଡ଼ର ମଧ୍ୟରେ ରହିବା। ପ୍ରଥମରେ ପ୍ରେମ, ପ୍ରଥମରେ ବାହାଘର ନୁହେଁ। ଆଜି ଅନେକ ଜଣ ଅଛନ୍ତି, ଠିକ୍ ଅଛି, ଯେତେବେଳେ ସେ ବାହା ହେଇଯିବ, ଦାୟିତ୍ୱ ଆସିବ, 2 ପଇସା କମେଇବାକୁ ଆରମ୍ଭ କରିବ, ସେ କମଉ ନାହିଁ। ସେ ମା ବାପାଙ୍କର ଖାଉଛି, ନିଜେ ତ ବୋଝ ହେଇଥିଲା, ଏବେ ଆହୁରି ଗୋଟେ ସ୍ତ୍ରୀ ଆଣି ତାଙ୍କୁ ବୋଝ, ଆଉ ଗୋଟେ ଛୁଆ ହେଲେ ତାଙ୍କୁ ବୋଝ। ଏହି ପ୍ରକାର ଭାବରେ ସେ ପୁଅକୁ, ସେ ଝିଅକୁ, ତା ପୁଅ ଝିଅକୁ ତାଙ୍କ ମା ବାପା ମାନେ ପୋଷୁଛନ୍ତି। ମାତ୍ର ପ୍ରଥମେ ପରିଶ୍ରମ କରିବାର ଶିଖିବାର ଅଛି। ଆମେ ପରିଶ୍ରମ କରି 2 ପଇସା ରୋଜଗାର କରି ତା ପଛେ ଆମମାନଙ୍କ ପ୍ରେମ, ତା ପଛେ ଆମମାନଙ୍କର ବାହାଘର, ଏସବୁ ବିଷୟରେ ଆମେ ଧ୍ୟାନ ଦେବା, ତାହେଲେ ଆମମାନଙ୍କ ନିମନ୍ତେ ଭଲ ହେବ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ଅନୁଗ୍ରହ କରି ଆମମାନଙ୍କୁ ପ୍ରଭୁ ଏ ପ୍ରକାର ସନ୍ଦେଶ ଗୁଡ଼ିକ ଦେଉଛ। ଏ ସନ୍ଦେଶ ଗୁଡ଼ିକ ଦ୍ୱାରା ପ୍ରଭୁ ଆମମାନଙ୍କ ଯୁବା ଯୁବତୀମାନଙ୍କ ମଧ୍ୟରେ ଉଦ୍ଦୀପନା ଆଣ ପ୍ରଭୁ। ସେମାନେ ଏହି ପ୍ରକାର ଭାବରେ ନିଜ ଜୀବନକୁ ନଷ୍ଟ କରି ନ ରୁହନ୍ତୁ, ନ ବସନ୍ତୁ। ସେମାନେ ଯେ ପ୍ରକାର ପରିଶ୍ରମୀ ହେବେ, ପରିଶ୍ରମ କରି ସେମାନଙ୍କର ନିଜର କ୍ୟାରିୟରକୁ, ନିଜର ଭବିଷ୍ୟତକୁ ସେମାନେ ସୁଗଠନ କରିବେ। ଏହାପରେ ସେମାନେ ପ୍ରେମ ବାହାଘର ବିଷୟରେ ଚିନ୍ତା କରିବେ। ତୁମେ ଅନୁଗ୍ରହ ପ୍ରଦାନ କର। ତୁମେ ପରିଶ୍ରମ କରିବା ପାଇଁ କହୁଛ, ଅଳସୁଆପଣ ଗୁଡ଼ିକ ଚାଲିଯାଉ, ପରିଶ୍ରମୀ ହିଁ ସେମାନେ ରୁହନ୍ତୁ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।